ହନୁମାନଙ୍କୁ ହିନ୍ଦୁ ଶାସ୍ତ୍ରରେ ଜଣେ ପ୍ରଭାବଶାଳୀ ଦେବତା ରୂପେ ବିବେଚିତ କରାଯାଏ। ସେ ସବୁ ପ୍ରକାର ସଙ୍କଟରୁ ଉଦ୍ଧାର କରନ୍ତି ବୋଲି ତାଙ୍କୁ ସଙ୍କଟମୋଚନ ହନୁମାନ ମଧ୍ୟ କୁହାଯାଏ। ରାମାୟଣରେ ଉଲ୍ଲେଖ ନିଜର ପରାକ୍ରମ ଯୋଗୁଁ କେହି ତାଙ୍କୁ ମହାବୀର ବଜରଙ୍ଗବାଲି ବୋଲି ସ୍ମରଣ କରନ୍ତି। ପବନପୁତ୍ର ହନୁମାନଙ୍କର ଅନେକ ଗୁଡ଼ିଏ ନାମ ଅଛି। ସେଥିମଧ୍ୟରୁ 12ଟି ନାମ ସ୍ମରଣ କଲେ ବିପଦ ଟଳିଯିବା ସହ ସଫଳତା ପ୍ରାପ୍ତି ହୋଇଥାଏ ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି। ଜାଣନ୍ତୁ ତାଙ୍କୁ ଏହି ନାମ କେଉଁ ଦେବତାଙ୍କ ନିକଟରୁ ପ୍ରାପ୍ତ ହୋଇଥିଲା। ହନୁମାନ ଇନ୍ଦ୍ର ଦେବତାଙ୍କ ଠାରୁ, ଅଞ୍ଜନୀ ସୁତ ମହାଦେବଙ୍କ ଠାରୁ, ବାୟୁପୁତ୍ର ବ୍ରହ୍ମାଙ୍କ ଠାରୁ, ମହାବଳ ବରୁଣ ଦେବଙ୍କ ଠାରୁ, ରାମେଷ୍ଟ ସାଧୁମାନଙ୍କ ଠାରୁ, ଫାଲ୍ଗୁନ ସଖା ଶ୍ରୀକୃଷ୍ଣଙ୍କ ଦ୍ୱାରା, ପିଙ୍ଗାକ୍ଷ କେଶରୀ ରାଜଙ୍କ ଦ୍ୱାରା, ଅମିତି ବିକ୍ରମ ଜାମବନ୍ତୀଙ୍କ ପାଇଁ, ଉଦ୍ଦିକ ମାର୍ଦ୍ଦ ଜାନକୀଙ୍କ ପାଇଁ, ସୀତାଶୋକ ବିନାଶକମ୍ ତୁଳସୀଦାସଙ୍କ ପାଇଁ, ଲକ୍ଷ୍ମଣ ପ୍ରାଣଦାତା ଅଙ୍ଗଦଜୀଙ୍କ ପାଇଁ, ଦଶଗ୍ରୀବ ଦର୍ପହା କୁବେରଙ୍କ ପାଇଁ। ଏହି ନାମ ପୂର୍ବରୁ ଓଂ ଲଗାଇ ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟାରେ ଉପାସନା କଲେ ଜୀବନରେ ଉନ୍ନତି ଆସିଥାଏ। ସ୍ମରଣ କିପରି କରିବେ? ସକାଳେ ଉଠିବା ମାତ୍ରେ ଯେକୌଣସି ସ୍ଥିତିରେ 12ଟି ନାମ ସ୍ମରଣ କଲେ ବ୍ୟକ୍ତିଙ୍କୁ ଦୀର୍ଘ ଆୟୁଷ ପ୍ରାପ୍ତ ହୋଇଥାଏ। ଯିଏ ଅପରାହ୍ନରେ ନାମ ନେଇ ସେ ଧନୀ ପାଲଟିଯାଏ। ଯେଉଁ ବ୍ୟକ୍ତି ଅପରାହ୍ନ ଏବଂ ସନ୍ଧ୍ୟାରେ ହନୁମାନଙ୍କ ନାମ ଜପନ୍ତି ସେ ପାରିବାରିକ ସୁଖ ପାଇଥାନ୍ତି। ଯେଉଁ ବ୍ୟକ୍ତି ରାତିରେ ଶୋଇବା ସମୟରେ ନାମ ଜପ କରେ ସେ ଶତ୍ରୁ ଉପରେ ବିଜୟ ଲାଭ କରେ। ନିୟମିତ ଭାବେ ସମୟ ଅନୁସାରେ ନାମ ଜପ କରିବା ଦ୍ୱାରା ଇଷ୍ଟ ଖଣ୍ଡନ ହୁଏ, ଯେଉଁଥିପାଇଁ ହନୁମାନଜୀଙ୍କର ଅନୁଗ୍ରହ ସର୍ବଦା ରହିଥାଏ। ଯେଉଁ ବ୍ୟକ୍ତି ସର୍ବଦା ଏହି 12 ନାମ ଜପ କରନ୍ତି ଶ୍ରୀ ହନୁମାନଜୀ ସେହି ବ୍ୟକ୍ତିକୁ 10 ଦିଗରୁ ଆକାଶ ଏବଂ ନରକରୁ ରକ୍ଷା କରନ୍ତି।